ସାମ ସଙ୍ଗୀତ ଅଧ୍ୟାୟ 120। ବ୍ୟକ୍ତିଗତ ବିଳାପ ଗୀତି। ଡାକି ପ୍ରଭୁଙ୍କୁ ମୋର କ୍ଳେଶ ମଧ୍ୟେ କରେ ମୁଁ ନିବେଦନ, କରିବେ ସେ ମୋତେ ଉତ୍ତର ପ୍ରଦାନ। ହେ ପ୍ରଭୁ, ମିଥ୍ୟାବାଦୀ ଅଧରରୁ ଓ ପ୍ରବଞ୍ଚନାତ୍ମକ ଜିହ୍ୱାରୁ କର ମୋତେ ଉଦ୍ଧାର। ହେ ପ୍ରବଞ୍ଚନାତ୍ମକ ଜିଭ, ହେବ ତୋତେ କ'ଣ ବା ପ୍ରଦତ୍ତ? କରାଯିବ ତୋ ପ୍ରତି କ'ଣ ବା ଅଧିକ? ଏକ ଯୋଦ୍ଧାର ତୀକ୍ଷ୍ଣ ତୀର ଓ ରେତମ ବୃକ୍ଷର ଜ୍ୱଳନ୍ତ ଅଙ୍ଗାର। ହାୟ, କରେ ମୁଁ ସେଖେମର ପ୍ରବାସ ଜୀବନ ଯାପନ, କରେ ମୁଁ କେଦାରର ଶିବିର ମଧ୍ୟରେ ବାସ। ଶାନ୍ତି ବିଦେଶକାରୀମାନଙ୍କ ମଧ୍ୟରେ ହେଲା ଅଧିବାସ ମୋର ସୁଦୀର୍ଘ, କରେ ମୁଁ ଶାନ୍ତି ଅନ୍ୱେଷଣ। କିନ୍ତୁ କରେ ମୁଁ ଯେବେ ଶାନ୍ତ ସମ୍ବନ୍ଧୀୟ କଥନ, ହୁଅନ୍ତି ତେବେ ଯୁଦ୍ଧ ପାଇଁ ସେମାନେ ପ୍ରସ୍ତୁତ। ଅଧ୍ୟାୟ 121। ଭରସା ସୂଚକ ପ୍ରାର୍ଥନା। କରେ ମୁଁ ପର୍ବତ ଆଡ଼େ ଚକ୍ଷୁ ଉତ୍ତୋଳନ, ଆସିବ କେଉଁଠୁ ସାହାଯ୍ୟ ମୋର? କରିଅଛନ୍ତି ଯିଏ ନଭମଣ୍ଡଳ ତଥା ଧରାଧାମ ସୃଜନ, ସେହି ପ୍ରଭୁଙ୍କ ସମୀପରୁ ଆସିବ ସାହାଯ୍ୟ ମୋର। ଦେବେ ନାହିଁ ସେ ତୁମ ପାଦକୁ ହେବାକୁ ସ୍ଖଳିତ, ଯିଏ ସଂରକ୍ଷକ ତୁମର, ହେବେ ନାହିଁ ସେ ନିଦ୍ରାଗତ। ଯିଏ ଇସ୍ରାଏଲର ପ୍ରତିପାଳକ, ହେବେ ନାହିଁ ସେ ତନ୍ଦ୍ରାଚ୍ଛନ୍ନ କି ନିଦ୍ରାଗତ। ଅଟନ୍ତି ପ୍ରଭୁ ସଂରକ୍ଷକ ତୁମର, ହୁଏ ଯେପରି ତୁମର ପାଇଁ ଛାୟା ସମ୍ଭବ, ସେଥିପାଇଁ ତୁମ ଦକ୍ଷିଣ ପାର୍ଶ୍ୱେ ଅଟନ୍ତି ସେ ବିଦ୍ୟମାନ। ଦିବାକାଳେ ସୂର୍ଯ୍ୟ କିମ୍ବା ରାତ୍ରିରେ ଚନ୍ଦ୍ର କରିବ ନାହିଁ ତୁମ ପ୍ରତି କୌଣସି ଉପଦ୍ରବ। କରିବେ ପ୍ରଭୁ ତୁମକୁ ସମସ୍ତ ଅନିଷ୍ଟରୁ ରକ୍ଷଣ, କରିବେ ସେ ତୁମ ଜୀବନର ରକ୍ଷଣାବେକ୍ଷଣ। ବର୍ତ୍ତମାନ ତଥା ଅନନ୍ତ କାଳ ବ୍ୟାପୀ କରିବେ ପ୍ରଭୁ ତୁମ ଗମନାଗମନର ସଂରକ୍ଷଣ। ଅଧ୍ୟାୟ 122। ସିୟନର ପ୍ରଶଂସା ସ୍ତୋତ୍ର। କହିଲେ ଯେବେ ମୋତେ ସେମାନେ, ଯିବା ପ୍ରଭୁଙ୍କ ଆଳୟକୁ ଆମେ, ସେହି ମୁଁ ତେବେ ଆନନ୍ଦିତ। ହେ ଜେରୁସଲେମ, ପାଦଦ୍ୱୟ ଆମର ବର୍ତ୍ତମାନ ତୁମ ଦ୍ୱାରେ ଦଣ୍ଡାୟମାନ ଅଟେ। ଜେରୁସଲେମ ସୁଦୃଢ଼ ଭାବେ ନିର୍ମିତ ନଗରୀ ଏକ, କରନ୍ତି ସେହିଠାକୁ ଗୋଷ୍ଠୀ ସକଳ ଗମନ। ହଁ, କରନ୍ତି ପ୍ରଭୁଙ୍କର ଗୋଷ୍ଠୀଗଣ ଆଗମନ। ହୋଇଥିଲା ଯେପରି ଇସ୍ରାଏଲ ସକାଶେ ଆଜ୍ଞାପିତ, ସେହିପରି ପ୍ରଭୁଙ୍କର ନାମ ଉଦ୍ଦେଶ୍ୟରେ କରିବା ନିମନ୍ତେ କୃତଜ୍ଞତା ଅର୍ପଣ। ବିଚାର ସାଧନ ନିମନ୍ତେ ସିଂହାସନ ସବୁ ସେଠାରେ ସଂସ୍ଥାପିତ, ଦାବୀଦଙ୍କ ବଂଶର ସିଂହାସନ ସକଳ ସେଠାରେ ସଂସ୍ଥାପିତ। କର ପ୍ରାର୍ଥନା ଜେରୁସଲେମର ଶାନ୍ତି ନିମନ୍ତେ, ହୁଅନ୍ତୁ ତୁମ ସ୍ନେହୀଗଣ ଐଶ୍ୱର୍ଯ୍ୟବାନ। ରହୁ ତୁମ ପ୍ରାଚୀର ମଧ୍ୟରେ ଶାନ୍ତି ବିଦ୍ୟମାନ ଓ ତୁମ ଗମ୍ବୁଜ ସକଳ ମଧ୍ୟରେ ନିରାପତ୍ତା ବିରାଜମାନ। କରେ ମୁଁ ମୋର ଭ୍ରାତୃଗଣ ଓ ସାଥୀଗଣ ସକାଶେ ଏହି ଅଭିଳାଷ, ହେଉ ତୁମ ମଧ୍ୟରେ ବିରାଜମାନ। ପ୍ରଭୁ ଆମ ଈଶ୍ୱରଙ୍କ ଆଳୟ ସକାଶୁ, କରିବି ମୁଁ ତୁମର ମଙ୍ଗଳ ଅନ୍ୱେଷଣ। ଅଧ୍ୟାୟ 123। ସାମୂହିକ ବିଳାପ ଗୀତି। ତୁମେ ହେ ସ୍ୱର୍ଗଧାମେ ସିଂହାସନାସୀନ, କରେ ମୁଁ ତୁମ ପ୍ରତି ଚକ୍ଷୁ ମମ ଉତ୍ତୋଳନ। କରେ ଯେପରି ଦାସବୃନ୍ଦଙ୍କ ଚକ୍ଷୁ ସେମାନଙ୍କ ମୁନିବ ହସ୍ତକୁ ଅବଲୋକନ, କରେ ସେପରି ଦାସୀର ଚକ୍ଷୁ ତାର ସାନ୍ତାଣୀର ହସ୍ତକୁ ନିରୀକ୍ଷଣ। କରିବ ଯେ ପର୍ଯ୍ୟନ୍ତ ତୁମେ ଆମକୁ କରୁଣା ପ୍ରଦର୍ଶନ, ସେ ପର୍ଯ୍ୟନ୍ତ କରେ ସେହିପରି ଚକ୍ଷୁ ଆମର ପ୍ରଭୁ ଆମ ଈଶ୍ୱରଙ୍କୁ
ନିରୀକ୍ଷଣ କର ଆମ ପ୍ରତି କରୁଣା ପ୍ରଦର୍ଶନ। ହେ ପ୍ରଭୁ, କର ଆମ ପ୍ରତି କରୁଣା ପ୍ରଦର୍ଶନ, କାରଣ ହୋଇ ଅବମାନନା ପାତ୍ର ହୋଇଅଛୁ ଆମେ ବିରକ୍ତ। ହୋଇ ଭୋଗବିଳାସୀ ମାନଙ୍କର ଉପହାସ ଓ ଅହଙ୍କାରୀ ମାନଙ୍କର ଅବମାନନା ପାତ୍ର ହୋଇଛୁ ଆମେ ବହୁକାଳ ଧରି କ୍ଳାନ୍ତ। ଅଧ୍ୟାୟ 124 ସାମୂହିକ କୃତଜ୍ଞତା ସ୍ତୋତ୍ର। କରୁ ବର୍ତ୍ତମାନ ଇସ୍ରାଏଲ ବାକ୍ୟାଳପ ହୋଇ ନଥାନ୍ତେ ଯଦି ପ୍ରଭୁ ସହବର୍ତ୍ତୀ ଆମର। ହେଲେ ଯେତେବେଳେ ଲୋକେ ଆମ ବିରୁଦ୍ଧେ ଉତ୍ଥିତ ହୋଇନଥାନ୍ତେ ଯଦି ପ୍ରଭୁ ସେତେବେଳେ ସହବର୍ତ୍ତୀ ଆମର। ହେଲା ଯେତେବେଳେ କ୍ରୋଧାଗ୍ନି ସେମାନଙ୍କର ଆମ ବିପକ୍ଷେ ପ୍ରଜ୍ୱଳିତ କରିଥାନ୍ତେ ତେବେ ସେମାନେ ସେତେବେଳେ ଆମକୁ ଜୀବିତାବସ୍ଥା ଗ୍ରାସ ହୋଇଥାନ୍ତା। ସେତେବେଳେ ଭସାଇ ଆମକୁ ପ୍ରଳୟ ଜଳ କରିଥାନ୍ତା, ତେବେ ଆବୃତ ଆମକୁ ଜଳ ପ୍ରବାହ। ପୁଣି ହୋଇଥାନ୍ତା ଉଚ୍ଛ୍ୱସିତ ଆମ ଉପରେ ଜଳରାଶି ପ୍ରଚଣ୍ଡ। ନ ହେଉ ଆମେ ଯେପରି ସେମାନଙ୍କର ଦନ୍ତପଂକ୍ତିର ଶିକାର, ତନ୍ନିମନ୍ତେ କରି ନାହାନ୍ତି ଯିଏ ଆମକୁ ସମର୍ପଣ ହୁଅନ୍ତୁ ସେହି ପ୍ରଭୁ ଧନ୍ୟ। ବ୍ୟାଧର ଫାଶରୁ ହୁଏ ପକ୍ଷୀଟିଏ ଯେପରି ରକ୍ଷା ପ୍ରାପ୍ତ, ହେଲୁ ଆମେ ସେହିପରି ଉଦ୍ଧାର ପ୍ରାପ୍ତ। ହେଲା ଫାଶ ବିଧ୍ୱସ୍ତ, ହେଲୁ ଆମେ ରକ୍ଷା ପ୍ରାପ୍ତ। କଲେ ଯିଏ ନଭମଣ୍ଡଳ ତଥା ଧରାଧାମ ସୃଜନ, ଅଟେ ସେହି ପ୍ରଭୁଙ୍କ ନାମ ସଂସ୍ଥାପିତ ଆମ ଶରଣ। ଅଧ୍ୟାୟ 125 ଭରସା ସୂଚକ ପ୍ରାର୍ଥନା। କରନ୍ତି ପ୍ରଭୁଙ୍କଠାରେ ଆସ୍ଥା ସ୍ଥାପନ ଯେଉଁମାନେ, ଅଟଳତା ପୂର୍ବକ ଚିରକାଳ ବ୍ୟାପୀ ଦଣ୍ଡାୟମାନ ସିୟନ ପାହାଡ଼ ତୁଲ୍ୟ ଅଟନ୍ତି ସେମାନେ। କରେ ଯେପରି ପର୍ବତ ସମୂହ ଜେରୁସଲେମକୁ ପରିବେଷ୍ଟନ, ସେହିପରି ବର୍ତ୍ତମାନ ତଥା ଚିରକାଳ ବ୍ୟାପୀ କରନ୍ତି ପ୍ରଭୁ ତାହାଙ୍କ ସ୍ୱଜନମାନଙ୍କୁ ବେଷ୍ଟନ। ନୀତିନିଷ୍ଠ ବ୍ୟକ୍ତିମାନଙ୍କ ସକାଶେ ଉଦ୍ଦିଷ୍ଟ ଦେଶ ଉପରେ କରିବ ନାହିଁ ଅନୀତିର ରାଜଦଣ୍ଡ ଅବସ୍ଥାନ। ନ କରନ୍ତି ନୀତିନିଷ୍ଠାମାନେ ଯେପରି ଅନ୍ୟାୟ ସାଧନ ନିମନ୍ତେ ସ୍ୱହସ୍ତ ବିସ୍ତାର, ସେଥି ସକାଶେ ଏହା ଉଦ୍ଦିଷ୍ଟ। ହେ ପ୍ରଭୁ, ଯେଉଁମାନେ ଉତ୍ତମ ଓ ଚିତ୍ତରେ ସତ, କର ସେମାନଙ୍କ ପ୍ରତି ମଙ୍ଗଳ ସାଧନ। କିନ୍ତୁ କରନ୍ତି ଯେଉଁମାନେ ସେମାନଙ୍କ ବକ୍ର ପଥେ ବିପଥଗମ, ସେହି ଦୁଷ୍କର୍ମୀମାନଙ୍କ ଗହଣେ ହେବେ ସେମାନେ ପ୍ରଭୁଙ୍କ ଦ୍ୱାରା ବହିଷ୍କୃତ। ହେଉ ଇସ୍ରାଏଲ ମଧ୍ୟରେ ଶାନ୍ତି ବିରାଜମାନ। ଅଧ୍ୟାୟ 126 ସାମୂହିକ ବିଳାପ ଗୀତି। କରାଇଲେ ପ୍ରଭୁ ଯେତେବେଳେ ବନ୍ଦୀମାନଙ୍କୁ ସିୟନକୁ ପ୍ରତ୍ୟାବର୍ତ୍ତିତ, ହେଲା ତାହା ଆମକୁ ସ୍ୱପ୍ନ ସଦୃଶ ପ୍ରତୀତ। ହେଲା ଯେତେବେଳେ ମୁଖ ଆମର ହାସ୍ୟରେ ପରିପୂରିତ ଓ କଲା ଜିହ୍ୱା ଆମର ଆନନ୍ଦରବ ମୁଖରିତ। କଲେ ସେତେବେଳେ ସେମାନେ ବିଜାତୀୟମାନଙ୍କ ମଧ୍ୟରେ ବିଜ୍ଞାପନ କରିଛନ୍ତି ପ୍ରଭୁ ସେମାନଙ୍କ ଉଦ୍ଦେଶ୍ୟ ମହତ କାର୍ଯ୍ୟ ସାଧନ। କରିଛନ୍ତି ପ୍ରଭୁ ଆମ ଉଦ୍ଦେଶ୍ୟ ମହତ କାର୍ଯ୍ୟ ସାଧନ, କରୁଅଛୁ ଆମେ ଆନନ୍ଦ ପୋଷଣ। ହେ ପ୍ରଭୁ, ନେଗେବର ଜଳସ୍ରୋତ ସଦୃଶ କର ଆମ ଐଶ୍ୱର୍ଯ୍ୟ ପୁନଃସ୍ଥାପନ। କରନ୍ତି ଯେଉଁମାନେ ଅଶ୍ରୁପାତେ ବିହନ ବପନ, କରନ୍ତୁ ସେମାନେ ଆନନ୍ଦ ରବପୂର୍ବକ ଫସଲ ଅମଳ। ହୁଏ ଯିଏ ବିଳାପପୂର୍ବକ ବପନ କରିବା ପାଇଁ ବହିର୍ଗତ, କରି ଶସ୍ୟ ବିଡ଼ା ବହନ କରିବ ସେ ଆନନ୍ଦ ରବପୂର୍ବକ ଗୃହକୁ ପ୍ରତ୍ୟାବର୍ତ୍ତନ। ଅଧ୍ୟାୟ 127 ବୈଜ୍ଞାନିକ ସାମ। ନ କରନ୍ତି ପ୍ରଭୁ ଯଦି ଗୃହ ନିର୍ମାଣ, ଅଟେ ତେବେ ବ୍ୟର୍ଥ ନିର୍ମାଣକାରୀମାନଙ୍କ ପରିଶ୍ରମ। ନ ରଖନ୍ତି ପ୍ରଭୁ ଯଦି
ନଗରୀ ଉପରେ ଲକ୍ଷ୍ୟ ଅଟେ ତେବେ ବ୍ୟର୍ଥ ପ୍ରହରୀମାନଙ୍କ ଉଜାଗର। ହେବା ଅତି ପ୍ରଭାତେ ଉତ୍ଥିତ, ହେବା ଅତି ବିଳମ୍ବେ ନିଦ୍ରାଗତ ଓ କରିବା କଠିନ ପରିଶ୍ରମ ସହକାରେ ନିଜ ଜୀବିକା ଅର୍ଜନ ଅଟେ ବ୍ୟର୍ଥ ଏ ସମସ୍ତ। କାରଣ ହୁଅନ୍ତି ଯେବେ ତାହାଙ୍କ ପ୍ରୀତିଭାଜନ ମାନେ ନିଦ୍ରିତ କରନ୍ତି ପ୍ରଭୁ, ତେବେ ସେମାନଙ୍କୁ ପ୍ରଦାନ ଏ ସମସ୍ତ। ଅଟନ୍ତି ସନ୍ତାନଗଣ ପ୍ରଭୁଙ୍କର ଦାନ ଓ ଅଟେ ଗର୍ଭଫଳ ଏକ ପୁରସ୍କାର। ନିଜ ଯୌବନ କାଳେ ଜାତ ସନ୍ତାନଗଣ ଯୋଦ୍ଧାର ହସ୍ତସ୍ଥିତ ତୀର ସକଳ ସଦୃଶ୍ୟ। ଯାହାର ତୁଣୀର ସେ ସମସ୍ତ ଦ୍ୱାରା ପରିପୂର୍ଣ୍ଣ, ସେହି ବ୍ୟକ୍ତି ଧନ୍ୟ। କରିବ ସେ ଯେତେବେଳେ ନଗରୀ ଦ୍ୱାରେ ତାର ଶତ୍ରୁମାନଙ୍କ ସହ ବାଦାନୁବାଦ, ହେବ ନାହିଁ ସେ ସେତେବେଳେ ଲଜ୍ଜିତ। ଅଧ୍ୟାୟ 128। ପ୍ରଜ୍ଞାନିକ ସାମ। କରନ୍ତି ଯେଉଁମାନେ ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ ଓ ତାହାଙ୍କ ପଥେ ବିଚରଣ, ସେମାନେ ଧନ୍ୟ। କରିବ ତୁମେ ଭୋଗ ତୁମ ହସ୍ତର ପରିଶ୍ରମ ଫଳ, କରିବ ତୁମେ ଉପଲବ୍ଧି ଆନନ୍ଦ ଓ ହେବ ତୁମର ମଙ୍ଗଳ। ହେବ ତୁମ ପତ୍ନୀ ଗୃହ ମଧ୍ୟରେ ଫଳବତୀ ଦ୍ରାକ୍ଷାଲତା ସଦୃଶ୍ୟ, ହେବେ ତୁମ ସନ୍ତାନଗଣ ତୁମ ମେଜର ଚତୁଃପାର୍ଶ୍ୱେ ଜିତ୍ ବୃକ୍ଷର ଅଙ୍କୁର ସଦୃଶ୍ୟ। କରେ ଯିଏ ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ, ହେବ ସେ ଏହିପରି ଭାବେ ଅନୁଗୃହୀତ। କରନ୍ତୁ ପ୍ରଭୁ ତୁମକୁ ସିୟନରୁ ଆଶୀର୍ବାଦ, କରିବ ଦର୍ଶନ ଲାଭ ତୁମେ ଆଜୀବନ ଜେରୁସେଲେମର ଐଶ୍ୱର୍ଯ୍ୟ। ହେଉ ତୁମକୁ ତୁମ ସନ୍ତାନମାନଙ୍କ ସନ୍ତାନଗଣଙ୍କ ଦର୍ଶନ ପ୍ରାପ୍ତ, ହେଉ ଇସ୍ରାଏଲ ମଧ୍ୟରେ ଶାନ୍ତି ବିରାଜିତ। ଅଧ୍ୟାୟ 129। ସାମୂହିକ ବିଳାପ ଗୀତି। କହୁ ଇସ୍ରାଏଲ ବର୍ତ୍ତମାନ, ଦେଇଛନ୍ତି ସେମାନେ ମୋତେ ମୋର ଯୌବନ କାଳରୁ ତାଡ଼ନା ଗୁରୁତର। ଦେଇଛନ୍ତି ସେମାନେ ମୋତେ ମୋର ଯୌବନ କାଳରୁ ତାଡ଼ନା ଗୁରୁତର, ତଥାପି ହୋଇ ନାହାନ୍ତି ମୋ ବିରୁଦ୍ଧେ ସେମାନେ ଜୟଯୁକ୍ତ। କରିଛନ୍ତି କୃଷକମାନେ ମୋର ପୃଷ୍ଠଭାଗେ ହଳ, କାଟିଲେ ସେମାନେ ସୁଦୀର୍ଘ ସିଆର। ଅଟନ୍ତି ପ୍ରଭୁ ନୀତିନିଷ୍ଠ, କଲେ ସେ ଦୁଷ୍ଟମାନଙ୍କର ରଜ୍ଜୁ ଛେଦନ। କରନ୍ତି ଯେଉଁମାନେ ସିୟନ ପ୍ରତି ବିଦ୍ୱେଷ, ହୋଇ ଲଜ୍ଜିତ ହୁଅନ୍ତୁ ସେମାନେ ପଶ୍ଚାତପଦ। ହୁଅନ୍ତୁ ସେମାନେ ଗୃହ ଛାତ ଉପରିସ୍ଥ ତୃଣରେ ପରିପୂର୍ଣ୍ଣ, ବୃଦ୍ଧି ପ୍ରାପ୍ତ ହେବା ପୂର୍ବରୁ ହୋଇଥାଏ ଶୁଷ୍କ ସେ ସମସ୍ତ। ହୁଏ ନାହିଁ ତହିଁରେ ଶସ୍ୟ କଟାଳିମାନଙ୍କର ହସ୍ତ ପୂର୍ଣ୍ଣ, କିମ୍ବା ହୁଏ ନାହିଁ ବିଡ଼ା ବନ୍ଧନକାରୀମାନଙ୍କ କଳ ପୂର୍ଣ୍ଣ। ହେଉ ତୁମ ସହବର୍ତ୍ତୀ ପ୍ରଭୁଙ୍କ ଆଶିଷ, କରୁ ଆମେ ପ୍ରଭୁଙ୍କ ନାମେ ତୁମକୁ ଏହି ଆଶୀର୍ବାଦ। ଦେଖି ସେ ସମସ୍ତ କହନ୍ତି ନାହିଁ ଏହା ପଥିକଗଣ। ଅଧ୍ୟାୟ 130। କରିଅଛି ହେ ପ୍ରଭୁ ମୁଁ ଅଗାଧରୁ କ୍ରନ୍ଦନ, ହେ ପ୍ରଭୁ କର ସ୍ୱର ମୋର ଶ୍ରବଣ, କର୍ଣ୍ଣ ଡେରି ନିବେଦନ ମୋର ଶୁଣ। ହେ ପ୍ରଭୁ କର ଯଦି ତୁମେ ଦୋଷ ସକଳର ହିସାବ, ହେ ପ୍ରଭୁ ହୋଇପାରିବ ତେବେ କିଏ ବା ଦଣ୍ଡାୟମାନ। କିନ୍ତୁ କରୁଥାଅ ତୁମେ ପାପମୋଚନ ପ୍ରଦାନ, ସୁତରାଂ କରୁ ଆମେ ତୁମ ପ୍ରତି ଭୟଭକ୍ତି ପ୍ରଦର୍ଶନ। ହୁଏ ମୁଁ ପ୍ରଭୁଙ୍କ ପ୍ରତି ଅପେକ୍ଷାରତ, ହୁଏ ଆତ୍ମା ମୋର ପ୍ରତୀକ୍ଷାରତ। କରେ ମୁଁ ତାହାଙ୍କ ବଚନେ ପ୍ରତ୍ୟାଶା ସ୍ଥାପନ। ପ୍ରଭାତ ସକାଶେ ପ୍ରହରୀମାନଙ୍କ ଅପେକ୍ଷା କରେ ଆତ୍ମା ମମ ପ୍ରଭୁଙ୍କ ପାଇଁ ଅଧିକ ଆକାଂକ୍ଷା। ହେ ଇସ୍ରାଏଲ କର ପ୍ରଭୁଙ୍କ ଠାରେ ପ୍ରତ୍ୟାଶା ସ୍ଥାପନ, କାରଣ ଚିରନ୍ତନ ସ୍ନେହ ଅଟେ ସହବର୍ତ୍ତୀ ପ୍ରଭୁଙ୍କର।
ପ୍ରଚୁର ମୁକ୍ତି ଅଟେ ସହବର୍ତ୍ତୀ ତାହାଙ୍କର। କରିବେ ସେ ଇସ୍ରାଏଲକୁ ତାହାର ସମସ୍ତ ଦୋଷରୁ ଉଦ୍ଧାର। ଅଧ୍ୟାୟ 131। ଭରସା ସୂଚକ ପ୍ରାର୍ଥନା। ହେ ପ୍ରଭୁ, ନୁହେଁ ହୃଦୟ ମୋର ଅହଂକୃତ, ନୁହେଁ ଚକ୍ଷୁ ମୋର ଗର୍ବୋନ୍ନତ ଅଟେ ଯେଉଁ କାର୍ଯ୍ୟ ମୋର କ୍ଷମତାତୀତ ଓ ମୋ ପାଇଁ ବିସ୍ମୟାବହ, ସେ ସବୁରେ ହୁଏ ନାହିଁ ମୁଁ ବ୍ୟାପୃତ। ମାତୃପକ୍ଷେ ପ୍ରଶାନ୍ତ ସାଇ ଶିଶୁତୁଲ୍ୟ କରିଅଛି ମୁଁ ନିଜକୁ ଧୀର ସ୍ଥିର ତଥା ପ୍ରଶାନ୍ତ ସାଇ ଶିଶୁତୁଲ୍ୟ ଅଟେ ଆତ୍ମା ମୋର। ହେ ଇସ୍ରାଏଲ, ବର୍ତ୍ତମାନ ଓ ଚିରକାଳ ବ୍ୟାପୀ କର ପ୍ରଭୁଙ୍କଠାରେ ପ୍ରତ୍ୟାଶା ସ୍ଥାପନ। ଅଧ୍ୟାୟ 132। ମେସିହା ସାମ। କର ହେ ପ୍ରଭୁ ଦାବିଦ ଓ ତାଙ୍କ ଦ୍ୱାରା ସହ୍ୟ କ୍ଲେଶକୁ ସ୍ମରଣ କଲେ ସେ ପ୍ରଭୁଙ୍କ ନିକଟେ ଶପଥ, ହେଲେ ସେ ଯାକୋବଙ୍କ ଶକ୍ତିଶାଳୀ ଜଣଙ୍କ ସମୀପେ ପ୍ରତିଜ୍ଞାବଦ୍ଧ। କରି ନାହିଁ ମୁଁ ଯେ ପର୍ଯ୍ୟନ୍ତ ସନ୍ଧାନ ପ୍ରଭୁଙ୍କ ନିମନ୍ତେ ଏକ ସ୍ଥଳୀ, ଯାକୋବଙ୍କ ଶକ୍ତିଶାଳୀ ଜଣକଙ୍କ ସକାଶେ ଏକ ବସତି ସ୍ଥଳୀ। କରିବି ନାହିଁ ମୁଁ ଯେ ପର୍ଯ୍ୟନ୍ତ ଗୃହରେ ପ୍ରବେଶ, କିମ୍ବା କରିବି ନାହିଁ ମୁଁ ଶଯ୍ୟାରେ ଶୟନ। ଦେବି ନାହିଁ ମୁଁ ମୋର ଚକ୍ଷୁକୁ ନିଦ୍ରିତ ହେବା ପାଇଁ ସୁଯୋଗ, କିମ୍ବା ଦେବି ନାହିଁ ମୋର ଆଖିପତାକୁ ଢୁଳାଇବା ପାଇଁ ଅବସର। ପାଇଲୁ ଆମେ ଏ ବିଷୟ ଶୁଣିବାକୁ ଇଫ୍ରାଥାରେ, ପାଇଲୁ ଆମେ ଏହାକୁ ଯାର କ୍ଷେତରେ। କରିବା ଆମେ ତାହାଙ୍କର ବସତି ସ୍ଥାନକୁ ଗମନ, କରିବା ଆମେ ଆରାଧନା ପାଦପୀଠେ ତାହାଙ୍କର। ହୋଇ ଉତ୍ଥିତ ହେ ପ୍ରଭୁ, କର ତବ ବିଶ୍ରାମ ସ୍ଥାନକୁ ଗମନ, କର ତୁମେ ତବ ପ୍ରତାପ ପ୍ରତୀକ ସିନ୍ଦୁକ ସମେତ ଗମନ। ହୁଅନ୍ତୁ ତୁମ ଯାଜକଗଣ ନୀତିନିଷ୍ଠା ପରିହିତ, କରନ୍ତୁ ତୁମ ସନ୍ଥ ଜନ ଆନନ୍ଦରବ ମୁଖରିତ। ତୁମ ଦାସ ଦାବିଦଙ୍କ ସକାଶେ କର ନାହିଁ ତୁମ ଅଭିଷିକ୍ତଙ୍କୁ ପରିତ୍ୟାଗ। ହେଲେ ପ୍ରଭୁ ଦାବିଦଙ୍କ ନିକଟରେ ଶପଥାବଦ୍ଧ ହେବେ ନାହିଁ ସେ ସେଥିରୁ ପଶ୍ଚାତପଦ। ତୁମଠାରୁ ଜାତ ପୁତ୍ରମାନଙ୍କ ମଧ୍ୟରୁ କରାଇବି ମୁଁ ଜଣକୁ ତୁମ ସିଂହାସନରେ ଆସୀନ। କରିବେ ଯଦି ତୁମ ପୁତ୍ରଗଣ ମୋର ବ୍ୟବସ୍ଥା ବିଧାନ ଓ ମୋ ଦ୍ୱାରା ଆଦିଷ୍ଟ ପ୍ରମାଣ ବାକ୍ୟ ସକଳ ପାଳନ, ତେବେ ହେବେ ସେମାନଙ୍କ ସନ୍ତାନଗଣ ଚିରକାଳ ବ୍ୟାପୀ ତୁମ ସିଂହାସନେ ଆସୀନ। କାରଣ କରିଛନ୍ତି ପ୍ରଭୁ ସିୟନକୁ ମନୋନୀତ, ତାହାକୁ ବସତି ତାହାଙ୍କ ସ୍ଥାନେ କରିବାକୁ ପରିଣତ ହୋଇଛନ୍ତି ସେ ଆଗ୍ରହାନ୍ୱିତ। ଅଟେ ଏହା ଚିରକାଳ ବ୍ୟାପୀ ମୋର ବିଶ୍ରାମ ସ୍ଥାନ, କରିବି ମୁଁ ଏଠାରେ ବସତି ସ୍ଥାପନ, କାରଣ ରହିଛି ତାହା ପ୍ରତି ମୋର ଅଭିଳାଷ। କରିବି ମୁଁ ତାହାର ଖାଦ୍ୟ ସମ୍ଭାରକୁ ଆଶୀର୍ବାଦ, ଦେଇ ତାହାର ଦରିଦ୍ରମାନଙ୍କୁ ଆହାର, କରିବି ମୁଁ ସେମାନଙ୍କୁ ପରିତୃପ୍ତ। କରାଇବି ମୁଁ ତାହାର ଯାଜକମାନଙ୍କୁ ପରିତ୍ରାଣ ପରିହିତ, କରିବେ ତାହାର ସନ୍ଥ ଜନ ଆନନ୍ଦରବ ମୁଖରିତ। କରାଇବି ମୁଁ ସେଠାରେ ଦାବିଦ ପାଇଁ ଏକ ସିଂହ ଅଙ୍କୁରିତ, କରିଅଛି ମୁଁ ମୋର ଅଭିଷିକ୍ତଙ୍କ ଉଦ୍ଦେଶ୍ୟ ଏକ ପ୍ରଦୀପ ପ୍ରସ୍ତୁତ। କରାଇବି ମୁଁ ତାହାଙ୍କ ଶତ୍ରୁମାନଙ୍କୁ ଅପମାନ ପରିହିତ, କିନ୍ତୁ କରିବ ତାହାଙ୍କ ଉପରେ ତାହାଙ୍କ ମୁକୁଟ ଶୋଭା ବ୍ୟପ୍ତ। ଅଧ୍ୟାୟ 133। ପ୍ରଜ୍ଞାନିକ ସାମ। କରନ୍ତି ଭ୍ରାତାଗଣ ଯେ ଏକ ଚିତ୍ତେ ଅବସ୍ଥାନ, ତାହା ଅଟେ କେଡ଼େ ଉତ୍ତମ ତଥା ସୁଖଦାୟକ। ଗଡ଼ିଯାଏ ମସ୍ତକରୁ ଦାଢ଼ି ଉପରକୁ, ହଁ ଆରୋନଙ୍କ ମସ୍ତକରୁ ଦାଢ଼ି ଉପରକୁ ଯେଉଁ ତୈଳ, ଓ ହୁଏ ତାଙ୍କ ପୋଷାକର
ଗଳାଧାର ଦେଇ ପ୍ରବାହିତ, ତାହା ସେହି ଅମୂଲ୍ୟ ଲେପନ ତୈଳ ସଦୃଶ୍ୟ। ହୁଏ ନିପତିତ ସିୟନ ପାହାଡ଼ ସକଳ ଉପରେ ଯେଉଁ ଶିଶିର, ତାହା ହେର୍ମୋନର ସେହି ଶିଶିର ସଦୃଶ୍ୟ। କାରଣ କରନ୍ତି ପ୍ରଭୁ ସେଠାରେ ତାହାଙ୍କ ଆଶୀଷ ତଥା ଅନନ୍ତ ଜୀବନ ପ୍ରଦାନ। ଅଧ୍ୟାୟ 134। ପ୍ରଶଂସା ସ୍ତୋତ୍ର। ପ୍ରଭୁଙ୍କ ହେ ଦାସଗଣ, ଆସ କର ପ୍ରଭୁଙ୍କ ସ୍ତୁତିଗାନ। ରାତ୍ରି ତମାମ ପ୍ରଭୁଙ୍କ ଆଳୟେ ସେବାରତ ହେ ତୁମେମାନେ, କର ତାହାଙ୍କର ସ୍ତୁତିଗାନ ତୁମେମାନେ। କର ପବିତ୍ର ସ୍ଥାନ ଦିଗେ ତୁମମାନଙ୍କ ହସ୍ତ ଉତ୍ତୋଳନ ଓ କର ପ୍ରଭୁଙ୍କ ସ୍ତୁତିଗାନ। କରିଛନ୍ତି ଯିଏ ନଭମଣ୍ଡଳ ତଥା ଧରାଧାମ ସୃଜନ, କରନ୍ତୁ ସେ ତୁମକୁ ସିୟନରୁ ଆଶୀଷ ପ୍ରଦାନ। ସରିଲା।